କିଛି ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ। ଉତସ୍ପୃତ ଭାବରେ ଯୋଉଟା ପରିସ୍ଫୁଟ ରଖେ ସେଇଟା ହେଉଛି କବିତା। ତେବେ ଦଶମ ଶ୍ରେଣୀର ଅନେକ ଛାତ୍ରୀ ଏଠି କବିତା ପାଠ କଲେ। ଏମାନେ ରାଗ ପଢିଛନ୍ତି, ଅଳଙ୍କାର ପଢିଛନ୍ତି, ପଦ ସଂଖ୍ୟା କେତେ, ପାଦ ସଂଖ୍ୟା କେତେ, ଶବ୍ଦର ଅର୍ଥ ବୁଝିକି ତାକୁ ପ୍ରୟୋଗ କର। ଆମର ଘୋଷକ ବନ୍ଧୁ ଶିକ୍ଷକ ରାଜୀବ ଲୋଚନ କେତେ ସୁନ୍ଦର ଭାବରେ ବ୍ୟକ୍ତ କରୁଛନ୍ତି, କେତେ ଶବ୍ଦ ଭଣ୍ଡାର ତାଙ୍କ ଭିତରେ ରଖିବେ। ଗୋଟେ ଗୋଟେ ଶବ୍ଦ ପାଇଁ କବିମାନେ ବର୍ଷ ବର୍ଷ ଧରି ଲେଖନୀ ବସିଛନ୍ତି। ଜୟଦେବ ତାଙ୍କର ଗୀତ ଗୋବିନ୍ଦ ରଚନା କରି ସାରିବା ପରେ ସେ ଗୋଟାଏ ଶବ୍ଦ ପାଇଲେ ନାହିଁ। ମମ ଶିରସି ଖଣ୍ଡନମ, ତାପରେ କଣ ଲେଖିବେ, ଦେହି ପଦ ପଲ୍ଲବ ଉଦାର। ଅନେକ କବିତା ଶୁଣିଲି ପିଲାମାନଙ୍କର, ଭଲ ହେଇଛି। ତେବେ ତାଙ୍କୁ କିଛି ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ। କବିତା ରଚନା ପିଲେ କବିତା ରଚନା ତାର ଗୋଟାଏ ସଂଜ୍ଞା ରହିଛି। ଇଂଲିଶରେ ତାକୁ କୁହାଯାଉଛି ସ୍ପଣ୍ଟାନିୟସ୍ ଫ୍ଲୋ ଅଫ୍ ଦି ହାର୍ଟ, ବା ହୃଦୟର ଉତସ୍ପୃତ ଭାବରେ ଯୋଉଟା ପରିସ୍ଫୁଟ ରଖେ ସେଇଟା ହେଉଛି କବିତା। ତେବେ ତମେ ଦେଖ, ତମର ସାହସ ବୃଦ୍ଧି ହେବ। କବିତା ପାଠୋତ୍ସବ ଏକ ସହଜ ସାଧ୍ୟ କଥା ନୁହେଁ। ପିଲାମାନେ ଗୋଟାଏ ଛୋଟ ପିଲା, ଷଷ୍ଠ ଶ୍ରେଣୀର ପିଲା, ଦଶମ ଶ୍ରେଣୀର ପିଲା, ତାର ସ୍ୱରଚିତ କବିତା ଆସି ଏ ସମସ୍ତ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରିବା ବହୁତ କମ। ତେବେ ତମ କବିତା ଭଲ ହଉଛି, କେତେକ ତ୍ରୁଟି ଟିକେ ରହୁଛି, ସେ ତ୍ରୁଟି ଗୁଡାକ ପ୍ରତି ତମେ ଲକ୍ଷ୍ୟ କର। ସେ ତ୍ରୁଟି ମଧ୍ୟରୁ କଣ? ଗୋଟାଏ ଆମର ଏଇ ଆଞ୍ଚଳିକ ତ୍ରୁଟି ରହିଛି। ଆଞ୍ଚଳିକ ତ୍ରୁଟି କଣ? ମା ବିଷୟରେ ଅନେକ ଝିଅ, ଅନେକ ପୁଅ, ଅନେକ କବିତା ଶୁଣେ। ଆମେ କହୁଛେ, ଲେଖୁଛେ ମଧ୍ୟ କୋଳ, ମା କୋଳ, କିନ୍ତୁ ପଢିଲା ବେଳେ ତମେ କୂଳ ବୋଲି କହୁଛ। ଉକାରାର୍ଥ ଶବ୍ଦଟା ଆମ ଏଇ ଅଞ୍ଚଳରେ ଉକାରାର୍ଥ ଶବ୍ଦ ଭଳିଆ ପିଲାମାନେ କହନ୍ତି, ତାହା କହିବ ନାହିଁ। କାରଣ କବିତାର ପ୍ରତ୍ୟେକ ଶବ୍ଦର ଗୋଟାଏ ମୂଲ୍ୟ ଅଛି, ଏବଂ ଶବ୍ଦ ଯଦି ସଂଯୋଜନ ଠିକ ନହେଲା କବିତାର ଭାବାର୍ଥ ପରିପ୍ରକାଶ ହେବ ନାହିଁ। ଦ୍ୱିତୀୟରେ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯାହା କହିଲେ, ଗତ ଥର ସେୟା କହିଥିଲେ, ଛନ୍ଦବଦ୍ଧ କବିତା ଉପରେ ସେ ଅଧିକ ଗୁରୁତ୍ୱ ଦେଇଥିଲେ। ତେବେ ଦଶମ ଶ୍ରେଣୀର ଅନେକ ଛାତ୍ରୀ ଏଠି କବିତା ପାଠ କଲେ। ଏମାନେ ରାଗ ପଢିଛନ୍ତି, ଅଳଙ୍କାର ପଢିଛନ୍ତି, ତାଙ୍କ ପାଇଁ 8ଟି 10ଟି ଗୋଟିଏ ସହଜ ସହଜ ଛନ୍ଦ ଦିଆଯାଇଛି। ଜାତି, ବଙ୍ଗଳାଶ୍ରୀ, ଆଷାଢ଼ ଶୁକ୍ଳ, ଚୋଖୀ, ରାମକେରି, ଯୋଉଟା ହୃଦୟସ୍ପର୍ଶୀ ଏବଂ ତାର ଗୋଟାଏ ବିନ୍ୟାସ ବି ଦେଇଛି ତାଙ୍କ ବହିରେ, ତାକୁ ସେମାନେ ଅନୁସରଣ କରିବା ପାଇଁ ମୋର ଅନୁରୋଧ। କାହିଁକିନା କଷ୍ଟ ଯୋଉଟା ବ୍ୟାଘ୍ରାବଲୋକନ, ଏମିତି ବହୁତ ରହିଛି ଛନ୍ଦ ଯୋଉଟା ପିଲାମାନେ ପାରିବେ ନାହିଁ, ସହଜରେ ହେବ ନାହିଁ, ଅଭ୍ୟାସ ରଖ। କିନ୍ତୁ ବର୍ତ୍ତମାନ ଆମେ ନଟବାଣୀ ଛନ୍ଦରେ ବି ଲେଖିପାରିବା, ଭାଗବତ ବାଣୀ ଯୋଉଟା କହୁଛେ ଆମେ ତାକୁ ପଢିପାରିବା। ଏସବୁ ସରଳ ଛନ୍ଦ ରହିଛି, ତାର ଅକ୍ଷର ସଂଖ୍ୟା ଏତିକି ଏବଂ ପଦର ଶେଷ ଅକ୍ଷର ସହିତ ଟିକେ ପ୍ରତିପାତ ରହୁଥିବ, ପଦ ସଂଖ୍ୟା କେତେ, ପାଦ ସଂଖ୍ୟା କେତେ, ଇତ୍ୟାଦି ଇତ୍ୟାଦି ତମେ ପଢୁଛ, ତମ ସାର୍ ମାନେ ପଢଉଛନ୍ତି, ତା ପ୍ରତି ଦୃଷ୍ଟି ଦିଅ। ଦ୍ୱିତୀୟ କଥା, ମୁଁ ପିଲାମାନଙ୍କ ଉଦ୍ଦେଶ୍ୟରେ କହୁଛି, ଶବ୍ଦର ଅର୍ଥ ବୁଝିକି ତାକୁ ପ୍ରୟୋଗ କର। ଏଇଟା ହଉଛି କବିମାନଙ୍କୁ, ଏଇଟା ଗୋଟେ ମୁଖ୍ୟ, କବିତାର ମୁଖ୍ୟ ଭାବନା। ପ୍ରତ୍ୟେକ ଶବ୍ଦର ଅର୍ଥକୁ ବୁଝି ତାକୁ ପ୍ରୟୋଗ କର। କାରଣ ପ୍ରତ୍ୟେକ ଯଦି ଶବ୍ଦ ଟିକେ ଭୁଲ ହେଇଯିବ, ଶବ୍ଦର ମାତ୍ରା ବି ଭୁଲ ହେଇଯିବ, ତାହେଲେ ଅର୍ଥ ବଦଳିଯିବ। ତେଣୁ ତା ପ୍ରତି ଟିକେ ଗୁରୁତ୍ୱ ଦବ। ଶୁଦ୍ଧ ଭାବରେ କୁହ, ସ୍ପଷ୍ଟ ଭାବରେ କୁହ। ଆଉ ନିଜ ସ୍କୁଲରେ ପଢିଲ ଏ କବିତା, ତମେ ଅନ୍ୟ ସ୍କୁଲରେ ଯାଇକି ଯଦି ଆମ ସହିତ ମିଶିକିରି ପଢିବ, ତମର ସାହସ ଆହୁରି ଅଧିକ। ଦେଖୁଛ, ଆମର ଘୋଷକ ବନ୍ଧୁ ଶିକ୍ଷକ ରାଜୀବ ଲୋଚନ କେତେ ସୁନ୍ଦର ଭାବରେ ବ୍ୟକ୍ତ କରୁଛନ୍ତି, କେତେ ଶବ୍ଦ ଭଣ୍ଡାର ତାଙ୍କ ଭିତରେ ଲୁଚି ରହିଛି। ପିଲାମାନେ ସାହିତ୍ୟ ପ୍ରତି ଆଗ୍ରହ, ଏଇଟା ଗୋଟେ ଭଗବାନଙ୍କ ଆଶୀର୍ବାଦ। ଗୋଟେ ଗୋଟେ ଶବ୍ଦ ପାଇଁ କବିମାନେ ବର୍ଷ ବର୍ଷ ଧରି ଲେଖନୀ ବସିଛନ୍ତି।
गोटे शब्द पाई तेरे शेष में समय तो आखर है आम संपादक निर्देश शांति चंचल सारा पिला मैंने अच्छा भोक रोग तेरे शेष में मुझे गोटे कथा कहे भगामुंडा संबंध जयदेव गीत गोविंद रचना कर सारा पर लिखुंट शेष आड़ आसला से गोटाए शब्द पाइले ना जयदेव गीत गोविंद गोटाए शब्द पाइले ना कौन वाक्यटा संपूर्ण करने मम शिरसी खंडनम कौन लिखे विप्लव व्यस्त है भाविले भावना आसला स्नान को पड़े गाधे को पड़े नई की गाधेवा जाती आउ जड़े वृद्ध से भाया बेश से रूप में आसी द्वार बाड़े स्त्री खोल तुम गाधे जाइल कहले ना मु गाधे जाइए बातरे मन पड़ा से शब्दटा तुमके लिखिदेवी वाक्यटा असंपूर्ण से कहले कौन लेख खोलिले छंद खोलिले तालपत्र तो लेखा होता तालपत्र लिखिले देही पद पल्लव उदार चाह घुषिले देही पद पल्लव उदार एवं यहाँ जयदेव लिखिन निजे सरस्वती जयदेव विषय आस तेणु साहित्य एक साधना एक अध्यवना साहित्य गोटे सहज लब्ध जिन नुहे तेणु पे श्रद्धा प्रधान शिक्षक कहते उच्च होगापाई कर जे आशा आग उच्च कर निज मातृभाषा तेरे भगामुंडा से जयदेव एत संतुष्ट है भगवान जगन्नाथ से ठिया देखिले केते कष्ट कर सुंदर काव्य लिखिचु आते आशीर्वाद कर काव्य शुणिले मुझे सबुदिन जयदेवंकर गीत गोविंद टे पढ़ा जाए भगवान बड़ सिंगार कहले कौन मागुचु मागना तोर प्रीति तोर भाषा तोर लेखा तोर भाव में अति विमुक्त कौन मागुचु बर माग धन धन गोपलक्ष्मी परिपूर्ण हाथ जयदेव शाशुर लोचन कांदी कांदी कहले प्रभु अरसी केशु रस निवेदन मम शिरसी महालिकं 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 प्रभु एति मत करुणा करंतु एति दया करंतु मोर काव्य जमी रसिक हाथ में पड़ो रसिक नहले साहित्य सृष्टि कर जो माने रसग्राही जो माने भावग्राही से केवल साहित्य सृष्टि कर केवल साहित्य सृष्टि कर ये भोगामुंडा दुई प्रधान शिक्षक से जन रसिक कारण आम तो अनेक जगह को जाइचु अनेक जगार साहित्य उत्सव करिचु साहित्य घर अनेक स्थान में कविता पाठ उत्सव अनुष्ठित करिछि यही सब भद्रलोक मैंने साहित्य बुद्ध जो मैंने पसंद सभा करती कि भोगामुंडा मत यही भल लगे जे टे रसग्राही पिला गुड़ाक टे शांतशिष्ट श्रृंखला भगवान करंतु पिला सुनामधन्य कवि हो सुनामधन्य कवयित्री हो समस्त बाल्य काल कविता ये लगे आस्ते 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 देख ये तो आम देखी आम साहित्य घरे अनेक शुद्ध सुंदर सावलील भावगर्भक कविता लिखुच तेणु तुम भगवान से आशीर्वाद दिंतु मैंने से हो एवं साहित्य प्रति अनुराग रख समस्त प्रीति कही मोर वक्तव्य समाप्त।